ଦିନ ପ୍ରାର୍ଥନା ଜୁନ୍ 25, 1914। ଏପରି ବା ସେପରି ହେବାରେ କେଉଁ ଜ୍ଞାନର ପରିଚୟ ମିଳେ? ଏପରି ବ୍ୟସ୍ତ ହେବାର ଆବଶ୍ୟକତା କ'ଣ? ହେ ଭଗବାନ, ତୁ କ'ଣ ସର୍ବୋତ୍ତମ କର୍ତ୍ତା ନୋହୁଁ? ତୋର ଅନୁଗତ ଯନ୍ତ୍ର ହେବା କ'ଣ ଆମ୍ଭମାନଙ୍କର କର୍ତ୍ତବ୍ୟ ନୁହେଁ? ଏବଂ ଯେତେବେଳେ କିଛି ସମୟ ସକାଶେ ତୁ ଯନ୍ତ୍ରଟିକୁ ଦୂରରେ ରଖିଦେଉ, ସେତେବେଳେ କ'ଣ ଏହା ଅଭିଯୋଗ କରିବା ଉଚିତ ଯେ ତୁ ଏହାକୁ ତ୍ୟାଗ କରିଛୁ? କାରଣ ତୁ ବର୍ତ୍ତମାନ ଏହାକୁ କାର୍ଯ୍ୟରେ ଲଗାଉ ନାହୁଁ। କର୍ମ ଓ ସଂଘର୍ଷର ପରେ ଏହା କ'ଣ ସ୍ଥିରତା ଓ ପ୍ରଶାନ୍ତି ଉପଭୋଗ କରିବାକୁ ଶିଖିବ ନାହିଁ? ଅତି ସାମାନ୍ୟ ଡାକ ପ୍ରତି ବି ଆମମାନଙ୍କୁ ସର୍ବଦା ଜାଗ୍ରତ ଓ ସତର୍କ ରହିବାକୁ ହେବ, ଯଦ୍ୱାରା ମନ, ପ୍ରାଣ ଅଥବା ଶରୀର ମଧ୍ୟ ଦେଇ କର୍ମ କରିବାକୁ ତୁ ଯେତେବେଳେ ଆମମାନଙ୍କୁ ନିର୍ଦ୍ଦେଶ ଦେବୁ, ସେତେବେଳେ ଆମ୍ଭେମାନେ ନିଦ୍ରିତ ଅଥବା ତାମସିକ ଯେପରି ନ ରହୁ, କିନ୍ତୁ ନିରନ୍ତର ଏହି ପ୍ରତୀକ୍ଷା ଓ ଶ୍ରଦ୍ଧାପୂର୍ଣ୍ଣ ସଦିଚ୍ଛାକୁ ଦୁଶ୍ଚିନ୍ତାଗ୍ରସ୍ତ ଅବ୍ୟବସ୍ଥିତ ଚାଞ୍ଚଲ୍ୟ ଓ ଆଶଙ୍କା ବୋଲି ଭାବିବା ଉଚିତ ନୁହେଁ। ଏହା ହେଲୁ ନାହିଁ କି ତାହା ହେଲୁ ନାହିଁ ଏବଂ ତୋତେ ଅସନ୍ତୁଷ୍ଟ କରିଛୁ ଭାବି ଭୟ କରିବା, କାରଣ ତୁ ଆମମାନଙ୍କ ଠାରୁ ଯାହା ଦାବି କରୁଛୁ ଆମେମାନେ ତାହାର ଅନୁରୂପ ହୋଇପାରୁନାହୁଁ, ଏପରି ଭାବିବା ଉଚିତ ନୁହେଁ। ତୋ ହୃଦୟ ହିଁ ପରମ ଆଶ୍ରୟସ୍ଥଳ, ଯେଉଁଠାରେ ସକଳ ଦୁଃଖ ତାପ ଶାନ୍ତ ହୋଇଯାଏ। ହେ ଭଗବାନ, ତୋ ହୃଦୟ ପୂର୍ଣ୍ଣ ରୂପେ ଖୋଲିଦେ। ଯେଉଁମାନେ ଦୁଃଖ ପ୍ରପୀଡ଼ିତ ହୋଇପଡ଼ିଛନ୍ତି, ସେମାନେ ଏହା ମଧ୍ୟରେ ପରମ ଆଶ୍ରୟ ଲାଭ କରନ୍ତୁ। ଦୀର୍ଣ୍ଣ କର ଏହି ଅନ୍ଧକାର, ଆଲୋକର ଧାରା ଉଚ୍ଛାରିତ କର। ଶାନ୍ତ କର ଏହି ଝଡ଼ ତୋଫାନ, ସ୍ଥାପନ କର ଶାନ୍ତି। ପ୍ରଶମିତ କର ଏହି ରୁଦ୍ର ଭାବ, ସ୍ଥାପନ କର ପ୍ରେମର ରାଜତ୍ୱ। ଯୋଦ୍ଧା ହୁଅ, ବାଧାବିଘ୍ନ ବିନାଶ କର, ବିଜୟୀ ହୁଅ। Prayers and Meditations, June 25, 1914. What wisdom is there in wanting to be like this or like that? Why torment oneself thus? Art thou not the supreme worker? Is it not our duty to be thy docile instruments? And when thou puttest the instrument aside for a time, will it complain that thou abandonest it because thou dost not make it work? Will it not be able to enjoy calm and repose after having enjoyed activity and struggle? One must be always vigilant, attentive to the least call, so as not to be asleep or inert. When thou givest the signal for action, whether with the mind, the feelings, or the body, but one must not confuse this constant state of expectation and devoted goodwill with an anxious and uneasy agitation, a fear of not being this or that, and of displeasing thee, that is, of not conforming with what thou expectest of us. Thy heart is the supreme shelter, that wherein all care is soothed. Oh, leave it wide open, this heart, so that all those who are tormented may find there a sovereign refuge. Pierce this darkness, let light flash forth. Still this tumult, establish peace. Calm this violence, let love reign. Become the warrior, triumphant over obstacles. Win the victory.